କାଲି ଗୁରୁବାର ବୋଲି ଆଜି ମାନେ ବୁଧବାର ଯେହେତୁ ତ 4ଟା ବେଳୁ ଯାଇକି ମୁଁ ଏଇ ମଳିପଡ଼ା ଗାଁରୁ ଗୋଟେ ତୁଳସୀ ପତ୍ର ଜଣକ ଗଛରେ ଦେଖିଲି। ବହୁତ ସାରା ତୁଳସୀ ପତ୍ର ଥିଲା, ତ ମୋର ବହୁତ ଲୋଭ ହେଲା। ଆଉ ମୋ ଘରେ ତ ଜଗନ୍ନାଥ ଅଛନ୍ତି, ମୁଁ ମେଞ୍ଚାଏ ଖଣ୍ଡ ତୁଳସୀ ତାଙ୍କ ଗଛରୁ ତୋଳିକି ନେଇ ଆସିଲି ମୋ ଜଗନ୍ନାଥଙ୍କୁ ଦେବି ବୋଲି। ତ ସକାଳୁ ସକାଳୁ ଗାଧେଇ ପାଧେଇକି ବାହାରି ପଡ଼ିଲି। ତ ଉଠିକି ଆଗ ତୁଳସୀ ମାଳକୁ ଗୁନ୍ଥିଲି। ତ ଠାକୁରଙ୍କୁ ମୁଁ ପୁରା ପୂଜା କଲି ବହୁତ ଭଲ ଭାବେ। ତ ମୋତେ ବହୁତ ଖୁସି ଲାଗିଲା। ଆଉ ମୁଁ ପୂଜା କରିସାରିଲା ପରେ ନା ମୋତେ ବହୁତ ଖୁସି ଲାଗେ ଏମିତି ଦେଖିବା ପାଇଁ ଠାକୁରଙ୍କୁ। ତ ସେଥିପାଇଁ ତ ମୁଁ ମୋ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ମୋ ପାଖକୁ ନେଇ ଆସିଲି, କାରଣ ପୁରୀ ମନ୍ଦିର ସବୁବେଳେ ତ ଆମେ ଯାଇପାରିବାନି ନା। ତ ସେଥିପାଇଁ ମୁଁ ମୋର ଭାବିଲି କି ନାଇଁ, ଘରକୁ ନେଇ ଆସିଲେ ମୁଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ଯେମିତି ମୁଁ ମୋ ଜଗନ୍ନାଥଙ୍କୁ ମୋ ପାଖରେ ଦେଖିବାକୁ ଚାହେଁ। ତ ସେଥିପାଇଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ମୁଁ ମୋ ଘରକୁ ନେଇ ଆସିଥିଲି। ତ କେମିତି ଲାଗୁଛି ମୋ ଠାକୁର ଆପଣମାନଙ୍କୁ ତ ଭିଡ଼ିଓ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ଆଜି ମୋର ଯେହେତୁ ସେକେଣ୍ଡ ଗୁରୁବାର, ତ ମୁଁ ତ ଫାଷ୍ଟ ଗୁରୁବାରରୁ ହିଁ ବସେଇ ଦେଇଥିଲି ଠାକୁର। ଆଉ ଯେହେତୁ ଏଇଟା ସେକେଣ୍ଡ ଗୁରୁବାର ଥିଲା, ମୁଁ ଖାଲି ଜଷ୍ଟ ଏମିତି ହିଁ ପୂଜା କରିଛି। ଆଉ ଭଲ ଲାଗିଲେ କହିବେ।